ଏତେ ବଡ଼ ନୁହଁ, ବହୁତ ବଡ଼ ଏଇଟା। ହଁ ମୁଁ ଏବେ କେଦାରନାଥରେ ଅଛି। ହଁ, କେଦାରନାଥ ବୁଲିଲେ ଯେତିକି କଷ୍ଟ ଲାଗେନି, ଫେରିଲା ବେଳେ ବହୁତ କଷ୍ଟ ଲାଗେ। କାହିଁକି ନା ସେ ଜାଗାକୁ ଛାଡ଼ିକି ଆସିବାକୁ ପଡ଼େ। ସେଥିପାଇଁ ଟିକେ ମନ୍ଦିର ପାଖାପାଖି ଆଉ ସାଉଣ୍ଡ ରଖୁଥିଲି କିଛି ସ୍ମୃତିକୁ ଆଖିରେ ଓ ମନ ଭିତରେ। ତାପରେ ଚାଲିଗଲି ସ୍ୱପ୍ନର ଘର ତିଆରି କରିବା ପାଇଁକା। ମନ୍ଦିର ପଛପଟେ ସବୁ ଲୋକମାନେ ତାଙ୍କ ସ୍ୱପ୍ନର ଘରକୁ ଛାଡ଼ୁଥିଲେ। ଏଠି ହେଉଛି ରହିବ ଘରଟା ମୋର। ଏବେ ମୁଁ ରୁମ୍ ଛାଡ଼ିଲି, ଟ୍ରାକିଂ ପାଇଁ ବାହାରିଲି, ଚାଲିଲି। ବାବାଙ୍କୁ ଶେଷ ଥର ପାଇଁ ପଛ ବୁଲିକି ଦେଖିଦେଉଛି। ଜାଣିନି ଆଉ ଥରେ ଭାଗ୍ୟରେ କେବେ ଆସିପାରିବେ କି ନାହିଁ। ମାନେ ଲକ୍ଷ ଲକ୍ଷ ପିଲାଙ୍କର ଲୋକମାନଙ୍କର ଡ୍ରିମ୍ରେ ମୁଁ ଆଜି ମୋ ଆଖିରେ ସେମାନଙ୍କୁ ଆସିବାକୁ ଚେଷ୍ଟା କରୁଥିଲି ଆଉ ଫେରି ଆସୁଥିଲି ସେ ମନ୍ଦିରକୁ ଛାଡ଼ି। ତାପରେ ମୋତେ ଦେଖାହେଲା ଓମ୍ ଷ୍ଟାଚ୍ୟୁ। ମୁଁ ପାଖକୁ ଗଲି, ତାକୁ ସ୍ପର୍ଶ କଲି ସିନା, ହେଲେ ସେଠି ବେଶୀ ସମୟ ରହିଲେନି। କାହିଁକି ଜାଣିଛନ୍ତି? କାହିଁକିନା ପୁଣି ଇଚ୍ଛା ହେବ ସେଠି ରହିଯିବା ପାଇଁ। ପୁଣି ଥରେ ମନକୁ କଷ୍ଟ ଲାଗିବ, ସେଥିପାଇଁ ସେଠାରେ ଫେରି ଆସିଲି।